नमस्कार जय जगन्नाथ जा देवी सर्वभूतेषु मातृरूपेण संस्थिता नमस्तस्यै 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 नमो नमः। आज ମୁଁ ଆପଣମାନଙ୍କୁ କହିବି ନବକନ୍ୟା ପୂଜନର ବିଧି କ'ଣ କରିବେ। ଆପଣମାନେ ଯେତେବେଳେ ନବକନ୍ୟାଙ୍କୁ ଘରକୁ ଡାକୁଛନ୍ତି ତାଙ୍କୁ ଫୁଲ ଦେଇ ସ୍ୱାଗତ କରନ୍ତୁ, ତାଙ୍କ ପାଦ ଧୋଇ ଦିଅନ୍ତୁ, ଅଳତା ଲଗାଇ ଦିଅନ୍ତୁ ପାଦ ପୋଛିକିରି। ତାପରେ ମାଙ୍କୁ ସିନ୍ଦୁର ଟିକା ଟିକେ ଦିଅନ୍ତୁ, ଚନ୍ଦନ ଦିଅନ୍ତୁ, ଫୁଲମାଳ ଦିଅନ୍ତୁ, ଲାଲ ଚୁଣ୍ଡି ତାଙ୍କ ମୁଣ୍ଡରେ ବାନ୍ଧି ଦିଅନ୍ତୁ, ତାଙ୍କୁ ପ୍ରସାଦ ସ୍ୱରୂପ କିଛି ଦିଅନ୍ତୁ, ଖାଇବା ଦେବେ। ଖାଇସାରିଲା ପରେ ପାଣି ପିଇ ସାରିଲା ପରେ ଯେତେବେଳେ ସେ ଯିବାକୁ ବାହାରୁଛନ୍ତି ସମସ୍ତେ ସବୁ କନ୍ୟାଙ୍କ ଠାରୁ ଆପଣ ଆଶୀର୍ବାଦ ନିଅନ୍ତୁ, ତାଙ୍କୁ ପ୍ରଣାମ କରନ୍ତୁ। ପ୍ରଣାମ କରି କୁହନ୍ତୁ ଆପଣଙ୍କ ଉପରେ ଟିକେ ଅରୁଆ ଚାଉଳ ପକାଇଦେବେ ଆଉ ଆପଣଙ୍କ ମଥାରେ ମୁଣ୍ଡରେ ସେ ହାତ ଟିକେ ରଖିଦେବେ। କୌଣସି ଝିଅର ନାଁ ଧରି ଡାକିବେନି। ଯେତେବେଳେ ନବକନ୍ୟା ଆପଣ ପୂଜା କରୁଛନ୍ତି 9ଟା ଝିଅ ସାଙ୍ଗରେ ଗୋଟେ ପୁଅ ରଖିବେ, ଭୈରବ ବାବା ସେ। ଓକେ। ଆଉ ଆପଣ ନିଜର ଗ୍ରହକୁ ଷ୍ଟ୍ରଙ୍ଗ କରିବାକୁ ଚାହୁଁଥିଲେ, ଯଦି ଆପଣଙ୍କର ବୁଧ ଭଲ ନାହିଁ ତାହେଲେ ଆପଣ ଯେତିକି ଷ୍ଟେସନାରୀ ଜିନିଷ ଲାଇକ୍ ପେନସିଲ୍, ଖାତା, ବହି, କଲର୍ସ ଏଗୁଡ଼ାକ ସବୁ ଦିଅନ୍ତୁ, ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣ ଅନାର ଡାଳିମ୍ବ ଦେଇପାରିବେ, ପଇସା ଦେବେ, କିଛି ଲିକ୍ୱିଡ଼ ଫୁଡ଼୍ ଦେଇପାରିବେ ଆପଣଙ୍କର ଚନ୍ଦ୍ର ଷ୍ଟ୍ରଙ୍ଗ ପାଇଁ। ଅନାର ଡାଳିମ୍ବ ଯେଉଁଟା ଦେବେ ସେଇଟା ରବି ଗ୍ରହକୁ ଷ୍ଟ୍ରଙ୍ଗ କରିବ। ଯଦି ଆପଣ ଫ୍ରୁଟ୍ସ ଦେବେ ଆପଣଙ୍କର ବୃହସ୍ପତି ଭଲ କରିବେ। ଯଦି ଆପଣ ନିଜର ଶୁକ୍ରକୁ ଭଲ ରଖିବାକୁ ଚାହୁଁଛନ୍ତି, ବହୁତ ବଢ଼ିଆ କରିବାକୁ ଚାହୁଁଛନ୍ତି, ତାହେଲେ ଚକୋଲେଟ୍ ଛୁଆମାନଙ୍କର ବହୁତ ପସନ୍ଦ, ଚକୋଲେଟ୍ ଛୁଆମାନଙ୍କୁ ଦେଇପାରିବେ। ଆପଣ କିଛି ବି ଦିଅନ୍ତୁ, ଆପଣଙ୍କ ସାମର୍ଥ୍ୟ ହିସାବରେ ଦିଅନ୍ତୁ। କ'ଣ ଦେବେ ମୁଁ ସେଇଟା କହୁନି, କିନ୍ତୁ ଆପଣ ତାଙ୍କୁ ସମ୍ମାନ ଭଲ ଦିଅନ୍ତୁ। ସେ ସୋଫା ଏମିତି କରିଦେଲା, ବେଡ଼୍ରେ ଏମିତି କରିଦେଲା, ନୋ, ସେ ସବୁଆଡ଼େ ବୁଲିବେ, ଚାଲିବେ, ହସିବେ, ଖେଳିବାକୁ ଦିଅନ୍ତୁ। ଓକେ। ଯେଉଁ ଛୋଟ ଛୁଆମାନେ 9 ବର୍ଷରୁ ତଳକୁ ଛୁଆମାନଙ୍କୁ ଡାକିବେ ଆପଣ ପୂଜା କରିବା ପାଇଁ, ସେଇଟା ବେଶୀ ଭଲ ହୋଇଥାଏ। ଯେଉଁମାନଙ୍କୁ ଡାକିବେ ସେମାନଙ୍କୁ ଯଦି କିଛି ଜଣ ଖାଇପାରିବେନି ଆପଣ ତାଙ୍କୁ ଖୋଇ ମଧ୍ୟ ଦେବେ। ଆଉ ସେମାନେ ଖାଇସାରିଲା ପରେ ଅଇଁଠା ନିଜେ ସବୁ କଲେକ୍ଟ କରିକିରି ଗୋଟେ ଜାଗାରେ ରଖି ବାହାରେ ଗାଈକୁ ଖାଇବାକୁ ଦେବେ, କିଛି ଅସୁବିଧା ହେବନି। ସେ ମା ଖାଇଥିବା ଅଇଁଠା ଗାଈ ଖାଇପାରିବ, କିଛି ଅସୁବିଧା ନାହିଁ। ନର୍ମାଲ ସମୟରେ ଆମେ ଅଇଁଠା ଗାଈକୁ ଦେଉନା, କିନ୍ତୁ ସେଇଟା ଦେଇପାରିବେ। ଆପଣ ବି ପ୍ରସାଦ ହିସାବରେ ତାକୁ ଗ୍ରହଣ କରିପାରିବେ। ଏଇଭଳି ଆପଣ ନବରାତ୍ରି କରନ୍ତୁ, ଆପଣଙ୍କ ଲାଇଫ୍ରେ ଚେଞ୍ଜେସ୍ ନିଶ୍ଚୟ ଆସିବ। ନ ଆସିଲେ ମୋତେ ଜଣେଇବେ। ରହିଲି, ଜୟ ଜଗନ୍ନାଥ।